ପହଲଗାଁ ଆତଙ୍କବାଦୀ ଆକ୍ରମଣର ବଦଲା ପାକିସ୍ତାନକୁ ଏସିଆ କପ୍ରୁ ବାହାର କରିବ ବିସିସିଆଇ। ଏହାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। ଜମ୍ମୁ କାଶ୍ମୀରର ପହଲଗାଁଠାରେ ଆତଙ୍କବାଦୀ ଆକ୍ରମଣରେ 26 ଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଛି, ଯାହାକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଏବେ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଅର୍ଥନୈତିକ ବଦଲା ନେଉଛି ଭାରତ। ଏବେ କ୍ରିକେଟରେ ବଦଲା ନେବାର ସମୟ ଆସିଛି। ଏସିଆ କପ୍ରେ ପାକିସ୍ତାନକୁ ବାଦ୍ ଦେବାକୁ ଦାବି କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। 2026 ଟି-20 ବିଶ୍ୱକପ୍ ପୂର୍ବରୁ ଟି-20 ଫର୍ମାଟରେ ଏସିଆ କପ୍ ଖେଳାଯିବାକୁ ଯାଉଛି। ଭାରତ ଏବଂ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ଏଣୁ ଏଥିରୁ ପାକିସ୍ତାନକୁ ବାଦ୍ ଦିଆଯାଉ। କାରଣ ଭାରତ ସରକାର ଯେବେ ଯାହା ନିଷ୍ପତ୍ତି ନିଅନ୍ତି, ତେବେ ବିସିସିଆଇ ଏହାକୁ ଗ୍ରହଣ କରିଥାଏ। ଭାରତ ସରକାର ଏବେ ପାକିସ୍ତାନ ବିପକ୍ଷରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଣୁ ଏବେ ବିସିସିଆଇ ମଧ୍ୟ ବଡ଼ ପଦକ୍ଷେପ ନେବା ଜରୁରୀ ବୋଲି ସୁନୀଲ ଗାଭାସ୍କର କହିଛନ୍ତି।